ଆସନ୍ତୁ ଆଜି ବନେଇବା ପାଳଙ୍ଗ ଶାଗର ତରକାରୀ। ପାଳଙ୍ଗ ଶାଗ ତରକାରୀ କରିବା ପାଇଁ ମୁଁ ଏଠି କିଛି ଆଳୁ, ପିଆଜ, ବିଲାତିକୁ କାଟି ନେଲି। ଗୋଟେ କଢ଼େଇ ଗରମ କରି ସେଥିରେ ଗୋଟେ କପ୍ ହରଡ଼ ଡାଲି, ଗୋଟେ କପ୍ ମୁଗ ଡାଲିକୁ ମୁଁ ଏଠି ଭଲ ଭାବରେ ଭାଜି ନେଲି। ତାପରେ ପାଣିରେ ହଳଦୀ ଗୁଣ୍ଡ, ଲୁଣ ଦେଇ ଡାଲିକୁ ସିଝିବା ପାଇଁ ଟିକେ ଛାଡ଼ିଦେଲି। ହରଡ଼ ଡାଲି, ମୁଗ ଡାଲି 70% ସିଝି ସାରିଲା ପରେ କଟା ହୋଇଯାଇଥିବା ଆଳୁକୁ ମୁଁ ସେଥିରେ ପକାଇଦେଲି। ତା ଭଲ ଭାବରେ ସିଝିଲା ପରେ ଫୁଟଣ କରିବା ପାଇଁ କଡ଼େଇରେ ଟିକେ ତେଲ ଗରମ କରି ଶୁଖିଲା ଲଙ୍କା ଏବଂ କିଛି ଜିରାକୁ ମୁଁ ସେଥିରେ ପକାଇଦେଲି। ତାପରେ କଟା ହୋଇ ରଖାଯାଇଥିବା ପିଆଜକୁ ଭଲ ଭାବରେ ମୁଁ ଏଠି ଭାଜି ନେଇଗଲି। ପିଆଜଟି ଟିକେ ଆମର ଭଲ ଭାବରେ ଏଠି ଭାଜି ହେଇସାରିଲା ପରେ କିଛି ଛେଚା ହୋଇ ରଖିଥିବା ରସୁଣକୁ ମୁଁ ସେଥିରେ ପକାଇଦେଲି। ରସୁଣ ଏବଂ ପିଆଜର କଞ୍ଚା ସ୍ମେଲ୍ ଗଲା ପର୍ଯ୍ୟନ୍ତ ତାକୁ ଭଲ ଭାବରେ ଭାଜି ସାରିଲା ପରେ କଟା ହୋଇ ରଖାଯାଇଥିବା ବିଲାତିକୁ ପକାଇ ଟିକେ କଷି ନେଲି ଏବଂ ସେଥିରେ ସିଝା ହୋଇ ରଖାଯାଇଥିବା ଡାଲି ଏବଂ ଆଳୁକୁ ପକାଇ ଦେଇ ଭଲ ଭାବରେ ତାକୁ ମିଶାଇ ନେଲି। ସେଥିରେ କଟା ହୋଇ ରଖାଯାଇଥିବା ପାଳଙ୍ଗ ଶାଗକୁ ପକାଇଦେଲି। ପାଳଙ୍ଗ ଶାଗଟି ଏଠି ଆମର ଟିକେ ସମୟ ନରମ ହୋଇଗଲା ପରେ ବା କିଛି ସିଝି ସାରିଲା ପରେ ଦେଖନ୍ତୁ ତରକାରୀଟି ଏଠି ବହୁତ ବଢ଼ିଆ ହେଇଛି। ଆପଣ ରୁଟି ସହିତ ହେଉ, ଗରମ ଭାତ ହେଉ କିମ୍ବା ପଖାଳ ଭାତ ସହିତ ୟାକୁ ଆରାମସେ ଆପଣ ଟ୍ରାଏ କରିପାରିବେ। ଥରେ ଟ୍ରାଏ କରନ୍ତୁ, ଟେଷ୍ଟ କେମିତି ହେଲା ମୋତେ କହିବା ପାଇଁ କେବେ ଭୁଲିବେନି। ରହିଲି।